तो कहानी नाटक मोर गोटे प्रश्न मन पड़गला। अच्छा प्रश्न हाँ प्रश्न पचार हाँ पचार पचार नहीं अभिमान के बड़ कथारे आज मन तुम्हार एक बड़ कथारे आज मन तुम्हार गोटी गोटी ते पू कही शुणुथिबी मन दई गोटी गोटी ते पू कही शुणुथिबी मन दई आसिले उतर तो देवी बुझाई पचार पचार मनाई तो मन ए पचार पचार नहीं अभी तो मन हे गायक रतन सुन डेरी करन पचारुची हे सुंदर प्रसन्न आज प्रसन्न उत्तर कहब बुझाई मो दर्शक समाज शुणती मन देई ए जो श्याम सुंदर आहे श्याम सुंदर श्याम सुंदर आहे श्याम सुंदर आखि चारि गोटा को हे जुहा पंदर श्याम सुंदर आहे श्याम सुंदर आखि चारि गंडा जुहा पंदर देव यार उत्तर आहे गायक एटा प्रश्न पचार मोर एमितिका गोटे किए गोटे हट हटिया लोकटी अछि जे आखि तार केते कहिलो श्याम सुंदर श्याम सुंदर श्याम सुंदर श्याम सुंदर आखि चारि गंडा जुहा पंदर जिभा पंदर जिभा पंदर जुहा पंदर अच्छा अच्छा और कहिबो कहिबो आज कहिबो कहिबो ए पांडा गाहनी रो मन मोहिबो हे कहिबो कहिबो पचारे पंडा कहानी सुंदर प्रसन्न सुंदर करीण बुझाई देव हे कहब कहब मोर मन मोहिब हे कहब कहब केते अंतर पचार छ हां ए मा अनु कोटि रूप मा अपार महिमा ए मा अनु कोटि रूप मा अपार महिमा ए मा प्रथम रे दुर्गा मा द्वितीय रे उमा ए मा तृतीय रे कांतायनी चतुर्थ इंद्राणी ए मा तृतीय रे कांतायनी चतुर्थ इंद्राणी आलो पंचम रे हइलो शिवंग घरणी आउ षष्ठ रे कौमारी गो सप्तमे कालिका
ଆଉ ଅଷ୍ଟେ ବର୍ଷ ଚଣ୍ଡୀଗଣ ବମେ ବମ୍ବିକା ନମବେ ବହିଲୁ ନରମୁଣ୍ଡ ମାଳହାର ଦଶମେ କାଳୀ ନାମ ଏ ଧରା ପୃଷ୍ଠର ଏଗାରେ କରାଇ ଶୁଣିବାରେ ଭଗବତୀ ତେରେ ତ୍ରିପୁରା ତଉଦେ ପାର୍ବତୀ ମାଘ ଚତୁର୍ଦଶେ ତ୍ରିପୁରା ମା ପନ୍ଦରେ ମଙ୍ଗଳା 16 ସୁକୁମାରୀ କୁରଙ୍ଗୀ ଅବଳା ଆଜ ନକାଟିବୁ ମୋର ଗଳା ଜୟ ମଙ୍ଗଳା ନକାଟିବୁ ମୋର ଗଳା ମାତ୍ର କେତେ ମହାପ୍ରଭୁଙ୍କ ନଳିଆ କଦଳୀ ଛଡ଼ାଇ ବଇସି ନନା ଦେଲଣି ଗିଳି ପାଣ୍ଡା ପ୍ରଶ୍ନ ପଚାରିଛି କରି ମଉଜ କହିବା ବେଳକୁ ବାହାର ଦର୍ଶନ ପିଆଜ ମୁଁ ତ ଆମ୍ବ ପଚାରିଲେ ଆମ୍ବେଡ଼ା କହୁଛ କଦଳୀ ନ ମାଗିଲେ ନଡ଼ିଆ ଚୋପା ଦେଉଛ ଶ୍ୟାମ ସୁନ୍ଦର ବୋଲି ଦେଲ ବୁଝାଇ ସେ କଥାକୁ ମୁଁ ତ ଖୋଜୁଛି ରହି ଶ୍ୟାମ ସୁନ୍ଦର ପୁଣି ଶ୍ୟାମ ସୁନ୍ଦର ଏ ଦୁଇ ଜଣ ଚାରି ଗଣ୍ଡା ପୁଣି ନୟନ ତାଙ୍କର ଚାରି ଗଣ୍ଡା ନୟନ ତାଙ୍କର ହେଲା ଏମିତିକା ପୁଅ ପୁଣି କିଏ ସେ ଥିଲା ଜିଭା 15 ତ ରହିଣ ଅଛି ଆଜ୍ଞା ଜିଭା 15 ତାହାର ରହିଣ ଅଛି ଦେଖିଲେ ମାତ୍ର ମତେ ଭୟ ଲାଗୁଛି କହରେ ଗଳା ମାଳା କେଣିକି ମନ ଗଲା କହିଲେ ସିନା ଧନ ଜାଣିବା ଅନର ଗଳା ଆରେ ଶ୍ୟାମ ସୁନ୍ଦର ଧନ ଶ୍ୟାମ ସୁନ୍ଦର ଆଖି ଚାରି ଗୋଟି ଜିଭ ତାଙ୍କ 15 ପଚାରିବା ଉତ୍ତର ହେ ଦିଅନ୍ତୁ କହି ଜାଣିବା ଜନତା ମାନେ ଛନ୍ତି ରହି ନହେଲେ କହିବେ କିସ ଗାଇଲେ ହଇଣ ବାଲୁ ବାଲୁ ଆଜ୍ଞା ଚାରି ଗୋटे ଆଖି ପୁଣି କାହା ରହୁଛି ସେ କଥାକୁ ଆଜି ଖୋଜିବା ବାଛି ସଂସାରରେ ଯେତେ ପୁଣି ପ୍ରାଣୀ ଅଛନ୍ତି ଦୁଇଟା ଆଖି ପୁଣି ଜନ୍ମି ନଥାନ୍ତି ଦେବଦେବ ମହାଦେବ ଜନ୍ମ ହେଲେ ଦେବଦେବ ମହାଦେବ ଜନ୍ମ ହେଲେ ମାଙ୍କ ସଙ୍ଗରେ ଯୋଉ ପ୍ରୀତି କରିଲେ ସେଦିନ ମା ପୁଣି ସନ୍ତୁଷ୍ଟ ହେଲେ ସେଦିନ ମା ତାଙ୍କ ସନ୍ତୁଷ୍ଟ ହେଲେ ଗୋଟିଏ ନୟନ ତ ଦେଇ ନଥିଲେ କଣ କଣ ହେଲା କଣ ଏ ବାପ ସଂସାରରେ ଯେତେ ପ୍ରାଣୀ ଅଛନ୍ତି ଦୁଇଟା ନୟନ ଜନ୍ମ ଗ୍ରହଣ କରିଛନ୍ତି ହେଲେ ତମେ ପଚାରିଛ ଚାରିଟା ନୟନ ଶ୍ୟାମ ସୁନ୍ଦର ବସନ୍ତି ଶ୍ୟାମ ସୁନ୍ଦର ପ୍ରଭୁଙ୍କୁ ଲଗେଇରୁ କୁହାଇଛି ବସନ୍ତି ଶ୍ୟାମ ସୁନ୍ଦର ନଟକୁଟିଆ ଶ୍ୟାମ ସୁନ୍ଦର ହେ ଶ୍ୟାମ ସୁନ୍ଦର ଆଖି ଚାରି ଗଣ୍ଡା ଜିଭୁଆ 15 ଆଖି ଚାରି ଗଣ୍ଡା ଆଖି ଚାରି ଗଣ୍ଡା ଜିଭୁଆ 15 ଯିବ 15 ଏ ଯୋ ନାରାୟଣ ଦେଖ ଦେଖ ପଳାଇ ଗଲେ ଅନନ୍ତ ଶୟନ ଯୋ କରି ନଥିଲେ ଅନନ୍ତ ଲାଗ ଗୋଟି ରହି ନଥିଲା ସେଠାକୁ ଗଲେ ପୁଣି ନନ୍ଦର ବଳା ଧନ୍ୟ 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 ମୋର ଗାୟକ ଏ ଯୋ ସପ୍ତ ଫେଣି ଦେଖିବା ରହି ନଥିଲେ ଅନନ୍ତ ଉପରେ ଯୋ ଶୟନ କଲେ ସେଠାକୁ ନାରାୟଣ ପଳାଇ ଗଲେ ଅନନ୍ତ ଉପରେ ଶୟନ କରିଲେ ହେଲେ ପଣ୍ଡିତ ମଣ୍ଡଳୀ ହେ ଶୁଣିବେ ଡେରି କର୍ଣ୍ଣ ଉତ୍ତର ଗୋଟି ଯାହା ଦେଉଛ ବୁଝାଇଣ ଅନନ୍ତ ଶୟନେ ଶୋଇଛନ୍ତି ଭାବଗ୍ରାହୀ ଏ ଯୋଉ ଶବ୍ଦ ଫେଣି ଦେଖ ଆଜ୍ଞା ଅଛନ୍ତି ଓହି ଶବ୍ଦ ଫେଣି ଓହି ନାମ ଯାହାର ଶବ୍ଦ ମୁଣ୍ଡ ହେ ରହିଛି ତାଙ୍କର ଏ ଯୋଉ ଶବ୍ଦ ଦେଖ ଆଜ୍ଞା ମୁଣ୍ଡରେ ରହି ଦୁଇ ନୟନ ତାର ରହିଥାଇ ଦୁଇ ଦୁଗୁଣେ ବାପ 14 ହେଲା 14 ନୟନ
ଯେ ହୋଇଣ ଗଲା ନାରାୟଣଙ୍କର ଦୁଇ ନୟନ ହେଲା 214 ଯଦି ମିଶିଲା 2 16 ନୟନ ଧନ ଗଲା ହୋଇ କେମିତିକା ଯିବ ଦେଖ ହେବ 15 ସର୍ପମାନଙ୍କର 2 ଜୁହା ହେ ଗଳାହାର ଏ ବାପ ଧନ ଶୁଣନ୍ତୁ ମନ ଦେଇ କେଡ଼େ ସୁନ୍ଦରେ ତୁମେ ଦେଲ ପଚାରି ମୁଣ୍ଡଟା ମୋର ଏବେ ହେଲା ତଘାରି ଦୁଇଟା ପୁଣି ଦେଖ ଜିଭା ରହିଛି 2 ଦୁଗୁଣେ ହେ 14 ହେଉଛି ହେଲେ ଜିହ୍ୱା ଦେଖ ତାଙ୍କ 2 ହେଲା ଶବ୍ଦ ଫେଣି ନାଗର 14 ଜୁହା ହେଲା ହେଲେ ବାପ ସାପର ହେଲା 14 ଜୁହା ଗୋଟିଏ ମୁଣ୍ଡରେ ଦିଟା ଜିଭ ହେଲେ 14 ହେଲେ କାହିଁକି ନା ଦିଟା ଜିଭ କେମିତି ହେଲା ସଂସାର ମଧ୍ୟରେ ଯେତେ ପ୍ରାଣୀ ଜନ୍ମ ଗ୍ରହଣ କରିଛନ୍ତି ସମସ୍ତଙ୍କର ଗୋଟିଏ ଗୋଟିଏ ଜୀବ କିନ୍ତୁ ସାପର ଦିଟା ଜୀବ ହେଲେ ଗରୁଡ଼ ସଙ୍ଗରେ ଯୋଉ ପାଦ ଲାଗିଲେ ଆଜ୍ଞା ସ୍ୱର୍ଗପୁରେ ଦେଖ ଗରୁଡ଼ ଗଲେ ଅମୃତ ଧରି ଦେଖ ଗରୁଡ଼ ଗଲେ ସାପଙ୍କ ପାଖରେ ତ ରାଗ ରଖିଲେ ଶାନ୍ତ ରାବଣରେ ଅମୃତ ଦେଲେ ଆଜ୍ଞା ଅମୃତ ଦେଖି ସାପ ଲୋଭ କରିଲେ ଶାନ୍ତ ରାବଣକୁ ଯାଇ ଚାଟିଲେ ଆରେ ଯେମିତି ବାଜି ଗଲା ଜିହ୍ୱାରେ ଘାସର ଗୋଟିଏ ଜୀବ ପୁଣି ପୂର୍ବରୁ ଥିଲା ଚାଟି ଦେବାରୁ 2 ଜିଭା ହୋଇଲା ବିଫଳ ହୋଇଗଲା ତେଣୁ ଜିହ୍ୱା ତାଙ୍କର ସେଇ ଦିନ ଠାରୁ ଶୁଣରେ ଗଳାହାର ସର୍ପମାନଙ୍କ 2 ଜିହ୍ୱା ହେଲା ଶବ୍ଦ ଫେଣି ନାଗର 14 ହୋଇଲା ଏ ଯୋଉ ପ୍ରଭୁ ବସିଛନ୍ତି ନନ୍ଦ ଉତ୍ସବରେ ଶ୍ରୀକୃଷ୍ଣଙ୍କ ଏକ ଜିହ୍ୱା ହେଲା ଥରେ ଶ୍ରୀକୃଷ୍ଣଙ୍କର ଗୋଟିଏ ଜିହ୍ୱା ଗଲା ହୋଇ ଆଜ୍ଞା ଏ ଯୋଉ 14ରେ ଗୋଟିଏ ଜିହ୍ୱା ମିଶି ଗଲା ଯାଇ ଆରେ ଧନ୍ୟ 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 ମୋର ପାଣ୍ଡବ ଭାଇ କେତେ ସୁନ୍ଦର ତୁମେ ପଚାରି ଦେଲ ରଙ୍ଗ ସଭାରେ ମୋର ଝାଳ କାଢିଲ ଯାହା ତ କହିଗଲ ମାନିଗଲା ମନ ଧନ୍ୟ 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 ଆଜ ଧନ୍ୟ ଏ ବାପ କୁଆଟା ଯେତେବେଳେ ଦେଇନ ଗଛ ମହତ କଥାକୁ ରଖି ତ ସତ